ହ୍ୟାଲୋ ସାଙ୍ଗମାନେ, ମୁଁ ଅନୁରାଗ ଆଚାର୍ଯ୍ୟ ଭୁବନେଶ୍ୱରରୁ ପୁଣି ଆପଣମାନଙ୍କ ପାଇଁ ନେଇ ଆସିଛି ମୋର ପରବର୍ତ୍ତୀ ଷ୍ଟୋରି ମୋ ଭାଣିଜୀ ଅନୁ ବିଷୟରେ। ଯେଉଁମାନେ ମୋର ଷ୍ଟୋରି ପଢ଼ିନାହାନ୍ତି ଆଉ ଦେଖିନାହାନ୍ତି, ଯାଇକି ୟୁଟ୍ୟୁବ୍ ଚ୍ୟାନେଲରେ ଭିଜିଟ୍ କରନ୍ତୁ ଏବଂ ଦେଖନ୍ତୁ। ସମସ୍ତ ଦର୍ଶକମାନଙ୍କୁ ମୋର ହ୍ୟାଲୋ। ମୁଁ କୌଣସି ଲେଖକ ନୁହଁ, ବରଂ ମୋ ଜୀବନରେ ଘଟିଥିବା ଏକ ସତ୍ୟ କଥାକୁ ମୁଁ ବର୍ଣ୍ଣନା କରିବାକୁ ଚାହୁଁଛି। ଏହା କୌଣସି କାଳ୍ପନିକ କିମ୍ବା ନକଲି କାହାଣୀ ନୁହଁ, ବରଂ ଏହା ଏକ ସତ ଘଟଣା। ମୋ ବିଷୟରେ କହିବାକୁ ଗଲେ, ମୁଁ ଅନୁରାଗ ଆଚାର୍ଯ୍ୟ, ଓଡ଼ିଶାର ଭୁବନେଶ୍ୱରରେ ରୁହେ। ଏବେ ମୋର ବୟସ ହେଉଛି 42 ବର୍ଷ। କିନ୍ତୁ ଏ ଘଟଣାଟା ଏବେର ନୁହଁ, ବରଂ ପାଖାପାଖି 15-16 ବର୍ଷ ତଳର। ମୁଁ ଜଣେ ସୁନ୍ଦରୀ ପତ୍ନୀକୁ ଏବେ ବିବାହ ମଧ୍ୟ କରିଛି। ମୋର 4 ଭଉଣୀ ଅଛନ୍ତି। କାହାଣୀର ହିରୋଇନ୍ ମୋ ଦ୍ୱିତୀୟ ଭଉଣୀର ଝିଅ। ମୁଁ ମୋ ବାପାଙ୍କ ସହିତ ରହୁଥିଲି ଏବଂ ବେଳେବେଳେ ମୁଁ ମୋ ଭଉଣୀମାନଙ୍କୁ ଦେଖା କରିବାକୁ ଯାଉଥିଲି। ଛୋଟ ପିଲାମାନଙ୍କୁ ମୁଁ ବହୁତ ଭଲ ପାଏ। ମୁଁ କୌଣସି ଭଉଣୀ ଘରକୁ ଗଲେ ପିଲାମାନଙ୍କ ସହ ପିଲା ହୋଇ ଖେଳେ, ବୁଲେ ଏବଂ ପିଲାମାନେ ବି ମୋ ସହିତ ବହୁତ ମିଶନ୍ତି। ମୋ ବଡ଼ ଭାଣିଜୀର ନାଁ ଅନୁ। ସେତେବେଳେ 7ମ ଶ୍ରେଣୀରେ ପଢ଼ୁଥିଲା। ତା'ର ସେତେବେଳେ ବୟସ 14 କି 15 ହେବ। ପ୍ରତ୍ୟେକ ଥର ଯେତେବେଳେ ମୁଁ ସେମାନଙ୍କ ଘରକୁ ଆସିବା ପାଇଁ ବାହାରିଥାଏ, ପିଲାମାନେ ମୋତେ ଗେଲ କରନ୍ତି ଏବଂ ମୁଁ ମଧ୍ୟ ସେମାନଙ୍କୁ ଗାଲରେ ଚୁମା ଦେଇ ଆସେ। ଏଥିରେ ଖରାପ ଉଦ୍ଦେଶ୍ୟର କୌଣସି ସ୍ଥାନ ନଥିଲା। ଥରେ ଏମିତି ଏକ ସମୟରେ ମୁଁ ଆସିବା ବେଳେ ଯେତେବେଳେ ଅନୁ ପାଖକୁ ଗଲି, ହଠାତ୍ ସେ ମୋତେ ସମ୍ପୂର୍ଣ୍ଣ ଭାବରେ କୁଣ୍ଢେଇ ଧରି ମୋ ଓଠରେ ଗୋଟେ କିସ୍ କରିଦେଲା। ଯେମିତି ପ୍ରେମିକାମାନେ କରନ୍ତି, ଠିକ୍ ସେମିତି। ଏଭଳି ଆକସ୍ମିକ ଓ ଅସ୍ୱାଭାବିକ ଚୁମାରେ ମୋ ଦେହର ସତ ବିଦ୍ୟୁତ୍ କରେଣ୍ଟ ଖେଳିଗଲା ଓ ମୁଁ କିଛି ସମୟ ପାଇଁ ସ୍ତବ୍ଧ ପାଲଟିଗଲି। ନିଜକୁ ସଂଯତ କରି ତାକୁ ଛାଟି ମୁଁ ପଳେଇ ଆସିଲି। ମୁଁ ଚାକିରି କରୁଥିବା ଜାଗାକୁ ଫେରିବା ବେଳେ ଭାବିଲି, ଏଇଟା ମୋର ଭୁଲ ଧାରଣା ଥିଲା ନା କ'ଣ? ମୋ ମୁଣ୍ଡ ଗୋଳମାଳ ହୋଇଯାଉଥାଏ। ଭାବିଲି, ପିଲା ଲୋକ ବୋଧେ ନୂଆ ନୂଆ ଯୌବନରେ ସିନେମା ଦେଖି ଏମିତି ପାଗଳାମି କରିଥିବ। ଛାଡ଼, ସବୁ ଭୁଲିଯିବା। ହଠାତ୍ ଦିନେ ମୋତେ ଫୋନ୍ କଲା। ମୁଁ କିଛି ନହେଲା ପରି ସାଧାରଣ ରକମର କଥାବାର୍ତ୍ତା ହେଲି। ହଠାତ୍ କହିଲା, ମାମୁଁ, ଗୋଟେ କଥା କହିବାର ଅଛି। କହିଲି, କହ। ତାପରେ ମୁଁ କହିଲି, କହ। ଅନୁ କହିଲା, ରାଗିବନି ତ? ମୁଁ କହିଲି, କହୁନୁ। ଅନୁ କହିଲା, ମୁଁ ତୁମକୁ ଭଲ ପାଏ। ମୁଁ କହିଲି, ହଁ, ମୁଁ ବି ତୋତେ ଭଲ ପାଏ। ମୁଁ ପା ତୋ ଭାଣିଜୀ। ତୁ ବା ମୋ ଭାଣିଜୀ। ସେଠୁ ଅନୁ କହିଲା, ନା ସେମିତି ନୁହଁ, ମୁଁ ତୁମକୁ ପ୍ରେମିକା ପରି ଭଲ ପାଏ। ମୁଁ କହିଲି, ପାଗଳ ନା କ'ଣ? ମୁଁ ପା ତୋ ମାମୁଁ, ଏମିତି କ'ଣ କଥାବାର୍ତ୍ତା କରୁଛୁ? ରହ, ତୋ ବାପାକୁ କହୁଛି। ଭାଣିଜୀ ଅର୍ଥରେ ମୁଁ ତୁମକୁ କିପରି ଭଲ ପାଇବି? ସେ କହିଲା, ସେ ମୋତେ ଭଲ ପାଏ ଅନେକ ଦିନରୁ। ମୁଁ ଫୋନ୍ କାଟିଦେଲି। ମୁଁ ମାସେ 2 ମାସ ଗଲା ପରେ ସାଙ୍ଗେ ମୁଁ କଥା ହେଲିନି କି ତାଙ୍କ ଘରକୁ ଗଲିନି। ଦିନେ ହଠାତ୍ ଫୋନ୍ କଲା, ତମେ ବୁଝିବାକୁ ଚେଷ୍ଟା କାହିଁ କରୁନ? ମୋତେ ଗୋଟେ ସାଥୀ ଦରକାର, ଆଉ କାହାକୁ ବିଶ୍ୱାସ କରିପାରିଲିନି, ତେଣୁ ତୁମକୁ କହିଲି। ଆଉ କାହାକୁ କହିଲେ କାଳେ ଘରର ମାନ ମହତ ଉପରେ ଆଞ୍ଚ ଆସିବ। ମୁଁ କହିଲି, କିରେ, ତୋର କ'ଣ ସ୍କୁଲରେ ସାଙ୍ଗ ନାହାନ୍ତି କି? ପୁଣି କି ସାଥୀ ଦରକାର? କହିଲା, ମୋର ସେଇ ସାଥୀ ଦରକାର, ଯିଏ ମୋତେ କୁଣ୍ଢେଇ ଧରିବ, ମୋତେ କିସ୍ କରିବ, ମୋ ବଲ୍ ଧରିବ, ମୋତେ ବହୁତ ଗେଲ କରିବ। ଆଉ ମୁଁ କିଛି ଜାଣିନି, ଘରେ କେହି ରହିବେନି। ଏଇ ରବିବାର ତମେ ଯେମିତି ହେଲେ ଆସିବ, ନହେଲେ ମୁଁ କିଛି ଗୋଟେ କରି ବସିବି। 27 ବର୍ଷର ଉଦ୍ଦାମ ବୟସ୍କ ଯୁବକ ମୁଁ। ସେ ପର୍ଯ୍ୟନ୍ତ ନା ବାହାଘର ହୋଇଛି, ନା କେଉଁ ଝିଅକୁ ନଙ୍ଗଳା ଦେଖିଛି। ଯାହା ଦେଖିଛି ସାଙ୍ଗମାନଙ୍କ ସାଙ୍ଗେ ସିନେମାରେ। ପୁଣି ଭାବିଲି, ଯାହା ହେବ ହଉ ପଛେ, ମିଳିଲା ଜିନିଷକୁ ଏତେ କିଏ ଛାଡ଼େ। ସେଇଠୁ ଯାଇକି ପହଞ୍ଚିଲି। ନାନୀ ଭିଣେଇ ଯିବାକୁ ବାହାରିଛନ୍ତି କୁଆଡ଼େ, କିନ୍ତୁ ଚିନ୍ତାରେ ପଡ଼ିଛନ୍ତି ଯେ ଅନୁ କାହା ପାଖରେ ରହିବ ବୋଲି। ତା'ର ସ୍କୁଲ ଅଛି, ଟ୍ୟୁସନ୍ ଅଛି। ଯୋଗକୁ ସେହି ସମୟରେ ମୋର ପହଞ୍ଚିବା ତାଙ୍କୁ ଅନେକ ଆଶ୍ୱାସନା ଦେଲା। ଭିଣେଇ କହିଲେ, ତୁ କୁଆଡ଼େ ନ ଯାଇ ଅନୁ ପାଖରେ ଥିବୁ। ମୁଁ ହଁ କହିଲି ଓ ମନେ ମନେ ଗୁଡ଼େ ଖୁସି ହେଲି। ତାଙ୍କ ସମୟ ହେଲାରୁ ସେମାନେ ଗଲେ। ଘରେ ରହି କେବଳ ଅନୁ ଓ ମୁଁ। ଓ କି ଖୁସି! ସେମାନଙ୍କ ଗାଡ଼ି ଆଖି ଆଗରୁ ଚାଲିଗଲା ପରେ କବାଟ ଦେଇଦେଲି। ବୁଲିବା ବେଳକୁ ଦେଖିଲି ଅନୁ ମୋତେ ଦେଖି ମୁଚୁ ହସୁଛି। ସିଧା କହିଲା, ମାମୁଁ, ମୁଁ ତୁମକୁ ଭଲ ପାଏ। ନିଜର କରି ରଖିବାକୁ ଚାହଁ? ମୁଁ କହିଲି, ଶୁଣୁ, ତୁ ଜାଣିଛୁ ମୋ ଦ୍ୱାରା ଭଲ ପାଇବା ହେବ ନାହିଁ। ହଁ, ଯଦି ତୁ କେବଳ ସେକ୍ସ ସାଥୀ କରିବୁ, ତେବେ ମୁଁ ରାଜି। କହିଲା, ମୁଁ ବି ତ ସେଇଆ କହୁଛି। ଓ ଜୋରରେ ଭିଡ଼ି ଆଣିଲି ତାକୁ। କୁଣ୍ଢେଇ ତା ଓଠରେ ଓଠ ମିଶାଇ ଚୁଚୁମି ଚାଲିଲି। ସେ ମୋ ପାଟି ଭିତରେ ଜିଭ ପୂରେଇ ଦେଲା ଓ ମୋ ଜିଭ ଓ ଓଠକୁ ଖାଇ ଚାଲିଲା। ଓ ଏକ ନୂଆ ଅନୁଭୂତି ପାଉଥାଏ ମୁଁ। କିସ୍ କରୁ ମୋ ହାତ ନେଇ ତା ନୂଆ କଅଁଳୁଥିବା ଦୁଧ ଉପରେ ରଖି ଚାପ ଦେଲା। ଓ କି ନରମ, ପୁରା ତୁଳା ଭଳି ଲାଗୁଥାଏ। ମୁଁ ପୁରା ଏକ ନୂଆ ଅନୁଭବ କରୁଥାଏ। ଏତେ ଛୋଟ ଦୁଧ ମୁଁ କେବେ ହେଲେ ଆଗରୁ ହାତରେ ଧରିନଥିଲି। ଓ ତା ଓଠକୁ ଚୁମା ଦେବା ଭିତରେ ତା ଦୁଧ ଓ ଗାଣ୍ଡିକୁ ଦଳି ଚାଲିଥାଏ ମୁଁ। ଓ ସେ ଖାଲି
ଚିତ୍କାର କରୁଥାଏ। ଧୀରେ ଧୀରେ ସେ ମୋ ପ୍ୟାଣ୍ଟ ସାର୍ଟ ଖୋଲିଦେଲା ଓ ବାଣ୍ଡକୁ ଧରି ଧୀରେ ଧୀରେ ଚିପିବାକୁ ଲାଗିଲା। କହିଲି, ମୋ ଚଡ଼ି ଖୋଲ ଓ ମୋ ବାଣ୍ଡକୁ ଟିକେ ଚୁଚୁମୁ। ପ୍ରଥମେ ଚୁଚୁମିବାକୁ ମନା କରୁଥିଲା ଓ ଶେଷରେ ଚୁଚୁମିବାରେ ଲାଗିଲା। ଓ କି ଆନନ୍ଦ! ମୁଁ ଯେମିତି ଉଡ଼ିବାରେ ଲାଗିଥାଏ। ପ୍ରାୟ 5 ମିନିଟ୍ ଚୁଚୁମିବା ପରେ ମୋତେ ଲାଗିଲା ମୋର ବାହାରି ଯିବ। ତା ପାଟିରୁ ବାହାର କରି ଆଣିଲି ମୋ ବାଣ୍ଡକୁ ଓ ତାକୁ କହିଲି, ଯା, ତୋ ଡ୍ରେସ୍ ସବୁ ଖୋଲି ପୁରା ନଙ୍ଗଳା ହେଇ ଆସିବୁ, ମୁଁ ଦେଖିବି। ସେ ନିଜ ବେଡ଼ରୁମ୍ ଭିତରକୁ ଯାଇ ପୁରା ଉଲଗ୍ନ ହୋଇ ଫେରି ଆସିଲା। ମୁଁ ସେହି ସମୟରେ 27 ବର୍ଷର ଯୁବକ ଥିଲି, କିନ୍ତୁ ତଥାପି ମୁଁ ଆଜି ପର୍ଯ୍ୟନ୍ତ କୌଣସି ନ୍ୟୁଡ୍ ଗାର୍ଲକୁ ଦେଖିନଥିଲି। ମୁଁ ନଗ୍ନତାର ସୌନ୍ଦର୍ଯ୍ୟ ଦେଖିଲି। ତା'ର ଗୋଲ ଗୋଲ ସ୍ତନ, ପିଙ୍କ୍ସ ନିପଲ୍ସ, ତଳ ପେଟରେ କେଶ ଯେଉଁଠି ପଶିଥାଏ ଗୋଲାକାର ନିତମ୍ବ, ଓ ମୋତେ ପାଗଳ କରିଦେଇଥିଲା। ମୁଁ ସାରା ଦୁନିଆକୁ ଭୁଲିଗଲି। ମୁଁ ଭାବୁଥିଲି କେବଳ ସେ ଆଉ ମୁଁ ଏ ପୃଥିବୀରେ ଏକମାତ୍ର ଜୀବ। ମୁଁ ଉଠି ତାକୁ ଆଲିଙ୍ଗନ କଲି, କିସ୍ କଲି ଏବଂ ଜୀବନର ପ୍ରଥମ ଫ୍ରେଞ୍ଚ ଚୁମ୍ବନ ମୁଁ ମୋ ନିଜ ଭାଣିଜୀଠାରୁ ପାଇଲି। ମୁଁ ତୁମକୁ ଭଲ ପାଏ, ମୁଁ ତୁମକୁ ଭଲ ପାଏ, ମୁଁ ତୁମକୁ ଭଲ ପାଏ ଏକମାତ୍ର ଶବ୍ଦ ଯାହା ଆମେ ସୃଷ୍ଟି କରିପାରିଥିଲୁ। ମୁଁ ତାକୁ ବିଛଣାକୁ ନେଇଗଲି, ତାକୁ ବିଛଣାକୁ ଫୋପାଡ଼ି ଦେଲି। ତା କମଳା ପରି ଦୁଧକୁ ପାଇ ଜୋରେ ଜୋରେ ଚିପିବାକୁ ଲାଗିଲି। ସେ କାନ୍ଦି କାନ୍ଦି ଧୀରେ ଧୀରେ ମାମୁଁ କାଟୁଛି କହିଲା। ମୁଁ କହିଲି, ଅପେକ୍ଷା କର, ମୋତେ ଏହି ସୁନ୍ଦର ନିପୁଲ ଗୁଡ଼ିକ ଚୁଷିବାକୁ ଦେ। ଏବଂ ମୁଁ ଦୁହିଁଙ୍କୁ 10 ମିନିଟ୍ କିମ୍ବା ତାଠୁ ଅଧିକ ସମୟ ଧରି ଚୁଷିଥିଲି। ତଳେ ହାତ ମାରିଲି। ଛୋଟ ଛୋଟ ବିଆ ଉପରେ ଛୋଟ ଛୋଟ କେଶ। କହିଲା, ଏଇ ବର୍ଷେ 1.5 ବର୍ଷ ହେଲା ତା'ର ପିରିୟଡ଼୍ସ ଆରମ୍ଭ ହୋଇଛି। ଦେଖିଲା ବେଳକୁ ବିଆ ତା'ର ପୁରା ନାଳେଇ ଗଲାଣି। ଗୋଟେ ପ୍ରକାର ଉଷୁମ ପବନ ପରି ଲାଗିଲା ହାତ ଓ ପୁରା ଟିକି ବିଆଟେ। ମୋ ବାଣ୍ଡ କ'ଣ ଏଥିରେ ପଶିବ? ବନ୍ଧୁଗଣ, ମୁଁ ଅନ୍ୟମାନଙ୍କ ପରି ନିଜ ବାଣ୍ଡକୁ ପୃଥିବୀର ବଡ଼ ବାଣ୍ଡ ବୋଲି କହିବିନି ଯେ 30 ମିନିଟ୍ ଗେହିଲି ବୋଲି ଯାହା ସତ ତାହା କହୁଛି। ଡର ଲାଗୁଥାଏ, କିନ୍ତୁ ସେ ଓଦା ଥିଲା, ସବୁ ଓଦା ନିମ୍ନ ଆଡ଼କୁ। ତା କୋମଳ ଯୋନିକୁ ଥିବା ଛୋଟ ଛୋଟ କେଶ ସବୁ ତା ଯୋନି ସହ ଧୋଇ ହୋଇଯାଉଥାଏ। ସେ ମୋତେ ପଚାରିଲା। କହିଲି, ଏବେ ପ୍ରକୃତ କାମର ସମୟ, ରେଡ଼ି ତ? ଶୁଖିଲା ହସଟିଏ ହସିଲା। କହିଲା, କାଟିବ ନା ମାମୁଁ? ଆସ୍ତେ କରିବ, ଧୀରେ ଧୀରେ, ଯୋଉଠି କହିବି କାଢ଼ିଦବ। କହିଲି, ହଉ ଡାର୍ଲିଂ, ଆଗ ଗୋଡ଼ ମେଲା ତ। ମୁଁ ତାକୁ ମୋ ବାଣ୍ଡ ଉପରେ ତେଲ ଲଗାଇ ଦେବାକୁ କହିଲି। ମୁଁ ମଧ୍ୟ ତା ବିଆ ଉପରେ କିଛି ତେଲ ଲଗାଇଦେଲି। ତା ଗୋଡ଼ ଦୁଇଟାକୁ ମୋ କାନ୍ଧ ଉପରକୁ ନେଇଗଲି। ତା ଉପରେ ଅଧା ଶୋଇ ତା ଓଠକୁ ପୁରା ମୋ ଓଠରେ ସିଲ୍ କରିଦେଲି ଓ ଧୀରେ ଧୀରେ ମୋ ବାଣ୍ଡକୁ ତା ବିଆ ଉପରେ ଘଷିବାକୁ ଲାଗିଲି। ସେ ପୁରା ଗରମ ହୋଇ ପାଗଳୀଙ୍କ ଭଳି ହୋଇଗଲା। ତା ଗାଣ୍ଡିକୁ ଉଠେଇ ମୋ ବାଣ୍ଡ ଉପରେ ଘଷିବାକୁ ଲାଗିଲା। ମୁଁ ତା ବିଆର ଦ୍ୱାର ଦେଶରେ ରଖି ଧୀରେ ଏକ ଠାପ ଦେଲି। ମୁଣ୍ଡିଟା ବିଆରେ ପଶିଗଲା। ସେ ଚମକି ପଡ଼ିଲା। ମୋତେ ତା ଉପରୁ ପେଲିବାକୁ ଲାଗିଲା। ଛୁଆଟା ମୋତେ ପାରିବ କି? କିଛି ସମୟ ତା ଓଠକୁ ଖାଇ ହଠାତ୍ ଏକ ଜୋର ସଟ୍ ଦେଲି। ଅଧା ବାଣ୍ଡ ପଶିଗଲା। ହାଉଳି ଖାଇ ଜୋରରେ ପାଟି କରିବାକୁ ଲାଗିଲା। ଓ ଛାଡ଼ ମୋତେ, ମୋ ବିଆ ଫାଟିଗଲା, ମରିଯିବି, ଛାଡ଼, କହିଦେବି ସମସ୍ତଙ୍କୁ। ଏହିପରି ଧୀରେ ଧୀରେ ତା ଦୁଧକୁ ସାଉଁଳେଇ ଓ ଓଠକୁ ଗେଲ କଲି। କହିଲି, ଆରେ ପ୍ରଥମ ଥର ଟିକେ କାଟିବ, ଧୈର୍ଯ୍ୟ ଧର, ଟିକେ ପରେ ମଜା ଲାଗିବ। ଏହିପରି କଥାରେ ତାକୁ ମଜାଇ ରଖି ଏକ ଜୋରଦାର ସଟ୍ ଦେଲି ଯେ ଏକାଥରେ ତା ବିଆ ଚିରି ମୋ ବାଣ୍ଡ ତା ବିଆ ଭିତରେ ପଶିଗଲା। ସେ ବଡ଼ ବଡ଼ ଆଖି କରି ପୁରା ବେହୋସ ଡରିଗଲା। ପାଖ ପାଣି ବୋତଲରୁ ତା ମୁହଁରେ ଟିକେ ପାଣି ଛାଟିଲି। ତା ହୋସ୍ ଟିକେ ଆସିଲା। ଛାଡ଼, ମୋତେ ମାରିଦେବ ନା କ'ଣ? ମନା କରିଥିଲି। କହିଲେ ଛାଡ଼ିଦେବ। ଏବେ ଉଠ, ମୁଁ ପାରିବିନି। ଆହୁରି ଗେଲ କଲି। ତା ଦୁଧକୁ ଖାଇଲି, କିଛି ଶୁଣିଲିନି ଓ ଧୀରେ ଧୀରେ ସଟ୍ ମାରି ମାରି ତାକୁ ସହଜ କଲି ଓ ହାତ ନେଇ ଦେଖେଇଲି କେମିତି ସେ ମୋ ବାଣ୍ଡ ଖାଇ ନେଇଛି। ସେ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଗରମ ମଧ୍ୟ। ଓ ହଁ କରି ଆହୁରି ଜୋରରେ ହାର୍ଡ଼ ତା ପାଣି ବାହାରିବାକୁ ଲାଗିଲା। ସେ ତା ଜୀବନର ପ୍ରଥମ ଅର୍ଗାଜମ୍ ପାଇଗଲା। ଓ କି ପାଣି! ପିଚକାରି ମାରି ମୋ ଗୋଡ଼ ଜଙ୍ଘ ଓଦା। ମୋର କିନ୍ତୁ ହୋଇନଥାଏ। ଆହୁରି 5 ମିନିଟ୍ ଜୋରଦାର ଗେହିବା ପରେ ମୋର ବାହାରିବାକୁ ଲାଗିଲା। ଠିକ୍ ତା ପୂର୍ବରୁ ମୋ ବାଣ୍ଡକୁ ତା ବିଆରୁ ଟାଣି ଆଣି ତା ଛାତି, ଦୁଧ, ମୁହଁ ଉପରେ ପିଚିକାରି ମାରି ମୋ ଗରମ ବୀଜକୁ ଢାଳିଦେଲି। ଓ କି ସୁଖମ! ଦେଖ, ସତେ ଜୀବନର ପ୍ରଥମ ଗିହା ପ୍ରକୃତରେ ଅଭୁଲା। ନିଜ ହାତରେ ନେଇ ମୋ ବୀଜ ଚାଖିଲା। ମୁଁ ତା ପାଖରେ କିଛି ସମୟ ଶୋଇଗଲି। ତା ଦୁଧକୁ ଦଳି ଦଳି କହିଲି, ଆରେ କେମିତି ଲାଗିଲା? ଉତ୍ତରରେ କେବଳ ମୋତେ ଗୋଟାଏ ଚୁମା ଦେଲା। ମୋ ଓଠ, ଛାତି, ମୋ ବାଣ୍ଡ, ପେଳ, ବାଣ୍ଡ ମୁଣ୍ଡି ସବୁଠି। ହଠାତ୍ ତା ନଜର ବେଡ଼ସିଟ୍ ଉପରେ ପଡ଼ିଗଲା। ସେଥିରେ ଗୁଡ଼ାଏ ରକ୍ତ ଲାଗିଥିଲା। ଡରିଗଲା ସେ। ମୁଁ ବୁଝେଇଲି, ତୋ ବିଆ ଫାଟିନିରେ, ସିଲ୍ ଖୋଲିଲା ତ, ସେଥିପାଇଁ ରକ୍ତ ବାହାରିଲା। ଏହା କେବଳ ପ୍ରଥମ ଗିହାରେ ହୁଏ, ଆଉ ହବନି। ସେମାନଙ୍କ
ବାପା ମା' ଆସିବା ପୂର୍ବରୁ ଆମେ ବେଡ଼ସିଟ୍ ସଫା କରିଦେଲୁ। ସାରାଦିନ ସେ ଘରେ ଉଲଗ୍ନ ହୋଇ ବୁଲୁଥିଲା। ତାକୁ ଡୋଗି ଖଟ ଧାରରେ ପକାଇ ଏହିପରି 3 ପ୍ରକାରର 3 ଥର ସେଦିନ ଘେଇଲି। ସନ୍ଧ୍ୟାବେଳକୁ କହିଲା, ମୁଁ ଆଉ ଚାଲିପାରିବିନି। ଇଏ ପୁଣି କ'ଣ କରିବା? ଏଠୁ ମେଡ଼ିସିନ୍ ଷ୍ଟୋରରୁ ଆଣ୍ଟିବାୟୋଟିକ୍ ଆଣିକି ଦେଲି। ରାତିରେ ଆଉ ଘେଇଲି ନାହିଁ ଡରିକି। ଶଳା କାଳେ କ'ଣ ହେଇଯିବ। ତାକୁ ନଙ୍ଗଳା କରି ଶୋଇଦେଲି। ମୁଁ ତା ଦୁଧ ଖାଇ ଖାଇ ଶୋଇଲି। ଆଜି ତା ବାପା ମା' ଆସିବେ। ସକାଳୁ ପଚାରିଲି, କିରେ କେମିତି ଲାଗୁଛି? କହିଲା, ଠିକ୍‌ଠାକ୍। ମା' ମୁଁ ଗୋଟେ କଥା କହିବି, ଟିକେ ମଲେଇ ଦବ? କହିଲି, ଓହୋ, ଇଚ୍ଛା ହେଉଛି। ତାହେଲେ କୋଉ ପାଟିରେ ନବୁ, ତଳ ପାଟିରେ ନା ଉପର ପାଟିରେ? କହିଲା, ତଳ ପାଟି ମାନେ ବିହା ପୁରା ଦରଜ, ଉପର ପାଟିରେ ଦବ ଯଦି ଦିଅ। ମୁଁ କହିଲି, ଏଇଟା ଗୋଟେ କଥା, ଆ ଚୁଚୁମିକି ଖାଇଯା। ମୁଁ ତାଙ୍କ ସୋଫାରେ ବସିଲି। ସେ ତଳେ ବସି ମୋ ବାଣ୍ଡକୁ ଚୁଚୁମି ଖାଇବାରେ ଲାଗିଲା। ଓଃ କି ସୁଖ! କହିଲା, ମୁଁ ବାପାଙ୍କ ମୋବାଇଲରେ ଦେଖିଛି ବୀଜ କେମିତି ମୁହଁରୁ ମୁହଁକୁ ପିଚିକାରି ମାରନ୍ତି। ତୁମେ ସେମିତି କରିବ, ମୋତେ ଭଲ ଲାଗିବ। ମୁଁ ବି ଠିକ୍ ମୋର ବାହାରି ଆସିଲା ବେଳକୁ ବାଣ୍ଡକୁ ତା ପାଟିରୁ ଟାଣି ଆଣି ତା ମୁହଁରେ ପକେଇଲି। ସେ ପୁରା ଖୁସ୍, ମୁଁ ବି। ତା ବାପା ମା' 10 ପରେ ଆସିଲେ। ଆମେ ପୁରା ସୁନାପିଲା ପରି ସବୁ କିଛି ଠିକ୍‌ଠାକ୍ କରି ବସିଛୁ। ଏବେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୁହାଗ ରାତିରେ ଯେବେ ତା ସ୍ୱାମୀ ତାକୁ ଘେଇବାକୁ ଚାହିଁଲେ, ସେ କହିଲା ସେ ଏକ ବ୍ରତ ରଖିଛି, ସେ 3 ଦିନ ପରେ ଦବ। ମୋତେ ଡାକିଲା, କହିଲା, ଦେଖ, ତୁମେ ମୋର ପ୍ରଥମ ସ୍ୱାମୀ, ମୋର ତୁମଠୁ ପିଲାଟେ ଦରକାର। କହିକି, ହଉ ବ୍ୟବସ୍ଥା କରିବା। ଏ କାହାଣୀ ଆଉ ଏବେ କହିବି। ପୁଣି ଆଉ ଗୋଟେ ନେକ୍ସଟ ପାର୍ଟରେ କହିବି। କେମିତି ନେକ୍ସଟ କ'ଣ ହେଲା କହିବି। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଭିଡ଼ିଓକୁ ଲାଇକ୍ ଗୋଟେ କରନ୍ତୁ।